हेलो ভিউয়ার্স नमस्कार ମୁଁ ସୁଜିତ ଆପଣଙ୍କୁ ସ୍ୱାଗତ କରୁଛି ଏସ୍ଏମ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି 20 ନଭେମ୍ବର 2024 କିଛି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଚାଲନ୍ତୁ ଜାଣିବା। ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା। ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ 23 ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ। 21 ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। କ୍ରମେ ଏହା ଘନୀଭୂତ ହୋଇ 23 ତାରିଖରେ ଲଘୁଚାପ ରୂପ ନେବ ବୋଲି ପୂର୍ବାନୁମାନ କରିଛି। କାଲିଠୁ ଧାନ କିଣା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚାଷୀ ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମୁଁ ମଧ୍ୟ ପ୍ରସ୍ତୁତ। ଆସନ୍ତା ତାରିଖଠାରୁ ରାଜ୍ୟରେ ଖୋଲିବ ଧାନ ମଣ୍ଡି। ସରକାର ଦେଉଥିବା 800 ଟଙ୍କା ସବସିଡି ଉପରେ ଗୁରୁତ୍ୱ ଦିଆଯିବ। କୃଷି ବିଭାଗରେ 324 ପଦ ଖାଲି। ରାଜ୍ୟରେ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯିବ ନିଯୁକ୍ତି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପୂରଣ ହେବ ଅନେକ ପଦ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ 324 ଜଣ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯିବ। ନଭେମ୍ବର 27ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର 26ରେ ସମାପ୍ତ ହେବ। 70 ଲକ୍ଷ ପାଇବେନି ରାସନ। ରାଜ୍ୟରେ ଅଛନ୍ତି 3,36,35,918 ରାସନ କାର୍ଡ ହିତାଧିକାରୀ। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି କରିଛନ୍ତି 2,64,85,138 ହିତାଧିକାରୀ। ଏବେ ବି 69,49,980 ଜଣ ଇ-କେୱାଇସି କରିନାହାନ୍ତି। 70 ଲକ୍ଷ ପାଇବେନି ରାସନ କାର୍ଡ।